बंधु माने आजिर एही कार्यक्रम को आपण मानक स्वागत। आजिर एही कार्यक्रमटी बिछा राशि व्यक्तिविशेष मानक पई बहुत गुरुत्वपूर्ण अटे, बहुत ही खास अटे। कारण आजिर एही भिडियो रे आमे माने जानिबा जे बिछा राशि व्यक्तिविशेष मानक पई फेब्रुआरी 2026 किपरि रहिबो। एही फेब्रुआरी मासरे आपणकर जीवन रे कोन सब परिवर्तन हेबो। आपणकर स्वास्थ्य, शिक्षा, प्रेम जीवन, वैवाहिक जीवन, भाग्य, क्यारियर एवं व्यापार वाणिज्यर स्थिति एही फेब्रुआरी मासरे किभଳି रहिबो। नवग्रहंकर स्थिति आपणक कुंडली रे किभଳି रहिबो। नवग्रह आपणको केउ भଳି फल प्रदान करिबारे सक्षम हेबे। ଏହା ସହିତ ଅଶୁଭତ୍ୱ ପ୍ରଦାନ କରୁଥିବା ଗ୍ରହମାନଙ୍କ ପାଇଁ କିଛି ବିଶେଷ ପ୍ରତିକାର ମଧ୍ୟ ଜାଣିବା। ସେଥିପାଇଁ ଆପଣଙ୍କର ଯଦି ବିଛା ରାଶି ହୋଇଥାଏ ତ ଭିଡିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ଏବଂ ଭିଡିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଜୟ ଶ୍ରୀ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖନ୍ତୁ। ତ ବନ୍ଧୁମାନେ ଆସନ୍ତୁ ଆରମ୍ଭ କରିବା ଆଜିର ଏହି କାର୍ଯ୍ୟକ୍ରମକୁ, ଯାହା ଆପଣଙ୍କର ଜନ୍ମ ରାଶି ତଥା ଚନ୍ଦ୍ର ରାଶି ଉପରେ ଆଧାରିତ ଅଟେ। ତ ରାଶିଚକ୍ରର 12 ଗୋଟି ରାଶି ମଧ୍ୟରୁ ଅଷ୍ଟମ ରାଶି ହେଉଛି ବିଛା ରାଶି ଏବଂ ବିଛା ରାଶିର ରାଶିଧିପତି ହେଉଛନ୍ତି ମଙ୍ଗଳ। ମଙ୍ଗଳ ଆପଣଙ୍କ କୁଣ୍ଡଳୀର ତୃତୀୟ ଭାବରେ ଗୋଚର କରୁଛନ୍ତି। ମଙ୍ଗଳଙ୍କ ସହିତ ସୂର୍ଯ୍ୟ, ବୁଧ ଏବଂ ଶୁକ୍ର ମଧ୍ୟ ଆପଣଙ୍କର ତୃତୀୟ ଭାବରେ ଗୋଚର କରୁଛନ୍ତି। ଆପଣଙ୍କର ଚତୁର୍ଥ ଭାବରେ ଗୋଚର କରୁଛନ୍ତି ରାହୁ, ପଞ୍ଚମ ଭାବରେ ଗୋଚର କରୁଛନ୍ତି ଶନି, ଅଷ୍ଟମ ଭାବରେ ଗୋଚର କରୁଛନ୍ତି ଦେବଗୁରୁ ବୃହସ୍ପତି ଏବଂ ଦଶମ ଭାବରେ ଗୋଚର କରୁଛନ୍ତି କେତୁ। ତ ସର୍ବପ୍ରଥମେ ଆସନ୍ତୁ ଜାଣିବା ଆପଣଙ୍କର ସ୍ୱାସ୍ଥ୍ୟ କିଭଳି ରହିବ ଏହି ଫେବ୍ରୁଆରୀ 2026ରେ। ତ ବନ୍ଧୁମାନେ, କୁଣ୍ଡଳୀର ପ୍ରଥମ ଭାବଟି ହୋଇଥାଏ ଆପଣଙ୍କର ସ୍ୱାସ୍ଥ୍ୟର ଭାବ, ଇମ୍ୟୁନିଟି ସିଷ୍ଟମର ଭାବ। ଆପଣଙ୍କର ପ୍ରଥମ ଭାବର ଅଧିପତି ହେଉଛନ୍ତି ମଙ୍ଗଳ। ତ ମଙ୍ଗଳ ଆପଣଙ୍କ କୁଣ୍ଡଳୀର ତୃତୀୟ ଭାବରେ ଗୋଚର କରୁଛନ୍ତି, କିନ୍ତୁ ତୃତୀୟ ଭାବରେ ମଙ୍ଗଳ ଉଚ୍ଚସ୍ଥ ଅଛନ୍ତି। କିନ୍ତୁ ଗୁରୁ ଆପଣଙ୍କର ଅଷ୍ଟମ ଭାବରେ ଗୋଚର କରୁଛନ୍ତି। ପ୍ରଥମେ ତ ଆପଣଙ୍କର ପଞ୍ଚମ ଭାବରେ ଶନି ମଧ୍ୟ ଗୋଚର କରୁଛନ୍ତି ଏବଂ ପଞ୍ଚମ ଭାବର ଅଧିପତି ଅଷ୍ଟମ ଭାବରେ ଗୋଚର କରୁଛନ୍ତି, ଯାହା ଫଳରେ ଆପଣଙ୍କର ମୋଟାପଣ ବଢ଼ିବା ଭଳି ସମସ୍ୟା ଦେଖାଦେଇପାରେ। କାରଣ ଗୁରୁ ଆପଣଙ୍କର ଅଷ୍ଟମ ଭାବରେ ଗୋଚର କରୁଛନ୍ତି ଏବଂ ଅଷ୍ଟମ ଭାବଟିକୁ କୁଣ୍ଡଳୀରେ ଭଲ ବୋଲି ମାନାଯାଇନଥାଏ। ଗୁରୁ ହେଉଛନ୍ତି ଚର୍ବିର କାରକ ଗ୍ରହ। ତ ସେ ଆପଣଙ୍କର ମୋଟାପଣକୁ ବଢ଼ାଇ ପାରନ୍ତି, ନଚେତ୍ ଆପଣଙ୍କର ଲିଭର, ଡାଇଜେସନ, କନଷ୍ଟିପେସନ, ଷ୍ଟମାକ ରିଲେଟେଡ ପ୍ରୋବ୍ଲେମ ଦେଖାଦେଇପାରେ। ଯଦି ଏପରି କିଛି ନ ହୁଏ ତ ଆପଣଙ୍କର ଡେଣ୍ଟାଲ ଇସ୍ୟୁ, ଆପଣଙ୍କର ସ୍କିନ୍ ରିଲେଟେଡ ଭଳି କିଛି ସମସ୍ୟା ଦେଖାଦେଇପାରେ। ତ ଏଇ ସବୁ ଜିନିଷ ପ୍ରତି ଯଦି ଆପଣ କେୟାରଫୁଲ ରୁହନ୍ତି ତ ଆପଣଙ୍କ ପାଇଁ ଭଲ ରହିବ। ତ ଆମେ ଯଦି କହିବା କେବଳ ଫେବ୍ରୁଆରୀ ମାସ ହିଁ ନୁହେଁ, ମଇ ମାସ ପର୍ଯ୍ୟନ୍ତ ଆପଣଙ୍କୁ ଏଇ ସବୁ କଥା ପ୍ରତି ବିଶେଷ ଧ୍ୟାନ ରଖିବାର ଅଛି। ଯେହେତୁ ମଇ ମାସ ପର୍ଯ୍ୟନ୍ତ ଗୁରୁ ଆପଣଙ୍କର ଅଷ୍ଟମ ଭାବରେ ରହିବେ, ତ ମଇ ମାସ ପର୍ଯ୍ୟନ୍ତ ହିଁ ଆପଣ ଏଇ ସବୁ ପ୍ରତି ସତର୍କ ରୁହନ୍ତୁ। ଏବେ ଆସନ୍ତୁ ଜାଣିବା ଆପଣଙ୍କର ଶିକ୍ଷା କ୍ଷେତ୍ର କିଭଳି ରହିବ ଏହି ଫେବ୍ରୁଆରୀ 2026ରେ। ବିଦ୍ୟାର୍ଥୀମାନଙ୍କ ପାଇଁ କିଭଳି ରହିବ ଫେବ୍ରୁଆରୀ ମାସଟି। ତ ବନ୍ଧୁମାନେ, କୁଣ୍ଡଳୀର ପଞ୍ଚମ ଭାବଟି ହୋଇଥାଏ ଆପଣଙ୍କର ଶିକ୍ଷାର ଭାବ। ଆପଣଙ୍କର ପଞ୍ଚମ ଭାବରେ ଗୋଚର କରୁଛନ୍ତି ଶନି। ତ ବନ୍ଧୁମାନେ, ଶନି ହେଉଛନ୍ତି କର୍ମକାରକ ଗ୍ରହ, ନ୍ୟାୟର ଅଧିପତି। ତ ଶନି ଯେଉଁ ବି ଭାବରେ ଗୋଚର କରିଥାନ୍ତି ସେହି ଭାବ ସହ ଜଡ଼ିତ କାର୍ଯ୍ୟଗୁଡ଼ିକୁ ଆକ୍ଟିଭ କରିଦେଇଥାନ୍ତି ଏବଂ ସେହି ଗୃହ ସହ ଜଡ଼ିତ କାର୍ଯ୍ୟଗୁଡ଼ିକ ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡ଼ିଥାଏ। ତ ବିଛା ରାଶିର ଯେଉଁମାନେ ବିଦ୍ୟାର୍ଥୀ ଅଛନ୍ତି ସେମାନେ ନିଶ୍ଚିତ ଭାବରେ ଏହି ସମୟରେ ବହୁତ ଅଧିକ ଷ୍ଟ୍ରଗଲ କରୁଥିବେ। ତେବେ ଯଦି ଆପଣ ଅଧିକ ପରିଶ୍ରମ କଲା ପରେ ମଧ୍ୟ ଆପଣଙ୍କୁ ଠିକ୍ ସମୟରେ ଫଳ ମିଳିପାରୁନାହିଁ ତ ଆପଣ ଚିନ୍ତା ନ କରି ଅପେକ୍ଷା କରନ୍ତୁ ଏବଂ ପରିଶ୍ରମ କରିଚାଲନ୍ତୁ, କାରଣ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। କାରଣ ଆପଣଙ୍କୁ ସଫଳତା ନିଶ୍ଚିତ ଭାବରେ ପ୍ରାପ୍ତି ହେବ। କାରଣ ଶନି ଯେଉଁ ଭାବରେ ଗୋଚର କରିଥାନ୍ତି ସେହି ଭାବ ସହ ଜଡ଼ିତ କାର୍ଯ୍ୟଗୁଡ଼ିକ ବିଷୟରେ ମନୁଷ୍ୟ ଅଧିକ ଚିନ୍ତା କରିଥାଏ। ତ ତେଣୁ ଯଦି ଆପଣ ବିଦ୍ୟାର୍ଥୀ ଅଛନ୍ତି ନିଶ୍ଚିତ ଭାବରେ ଆପଣ ଆପଣଙ୍କର ଶିକ୍ଷା ବିଷୟରେ ଅଧିକ ଚିନ୍ତା କରୁଥିବେ। କିନ୍ତୁ ମନେ ରଖନ୍ତୁ, ଯଦି ଆପଣ ପଛକୁ ହଟି ଯାଉଛନ୍ତି, ଆପଣଙ୍କ ମଧ୍ୟରେ ଆଳସ୍ୟ ଆସୁଛି, ଆପଣ ଆଳସ୍ୟର ବଶବର୍ତ୍ତୀ ହେଉଛନ୍ତି, ତ ଆପଣଙ୍କୁ କିନ୍ତୁ ସଫଳତା ମିଳିପାରିବ ନାହିଁ।
एबे आसंतु जानिबा आपणकर प्रेम जीवन किभଳି रहिबो एही फेब्रुआरी 2026 रे। तो बंधु माने कुंडलीर पंचम भावटी आपणकर शिक्षार भाव हेबा सहित पंचम भावटी मध्य होइथाय आपणकर प्रेम जीवनर भाव, आपणकर संतानर भाव। तो आपणकर पंचम भावर अधिपति हेउछंती देवगुरु बृहस्पति। गुरु आपणक कुंडलीर अष्टम भावरे गोचर करूछंती एवं जेहेतु शनि आपणकर पंचम भावरे गोचर करूछंती तो से आपणकर पार्टनर को बहुत जिद्दी स्वभावर बनाइबे, अर्थात आपणक पार्टनर को मध्यरे जिद्दी स्वभाव देखादेब। आपणकर पार्टनर को मध्यरे एभली किछि नेचर देखा देई पारे, से आपणको एभली किछि कथा कहि पारंती जहा आपणको हट करि पारे। तेबे सेमिति नुहे जे आपणको मध्यरे सब किछि नेगेटिव ही हेबो। आपणको मध्यरे भाइब्स बहुत भलो रहिबो, फीलिंग्स बहुत भलो रहिबो। किंतु शनिंकर पंचम भावरे गोचर हेतु छोट छोट कथारे आपणक मध्यरे मिसअंडरस्टैंडिंग देखा देई पारे, कारण आपणकर पंचम भावर अधिपति देवगुरु बृहस्पति मध्य खराब स्थिति रे अछंती, आपणकर अष्टम भावरे गोचर करूछंती। तेबे एई सब को आपणको कंट्रोल करिवार अछि एवं एथिपाई आपणको किछि प्रतिकार मध्य करिवार अछि। एबे आसंतु जानिबा आपणकर वैवाहिक जीवन किभଳି रहिबो एही फेब्रुआरी 2026 रे। तो बंधु माने कुंडलीर सप्तम भावटी होइथाय आपणकर वैवाहिक जीवनर भाव, आपणक जीवन साथीर भाव एवं आपणकर सप्तम भावर अधिपति हेउछंती शुक्र। शुक्र आपणक कुंडलीर तृतीय भावरे गोचर करूछंती। तेबे वैवाहिक जीवन किंतु आपणकर बहुत भलो रहिबो, कारण आपणकर प्रथम भावर अधिपति एवं सप्तम भावर अधिपति एकत्र अछंती। 6 फेब्रुआरी को शुक्र मध्य आपणकर चतुर्थ भाव को प्रवेश करिजिबे। तो आपणक जीवन साथीଙ୍କ सहित केवाडे ट्रैवल जाई पारंती, किछि आइडिया आपणकर मन को आसी पारे। आपण दुई जण मिसी निजर घर पाई किछि बड़ जिनिस किणाकिणी करि पारंती, किछि नुआ जिनिस विषय आपण माने भाबी पारंती। तेबे 6 फेब्रुआरी रु नै 21-22 फेब्रुआरी मध्यरे आपणक मध्यरे टिके मिसअंडरस्टैंडिंग मिसकम्युनिकेशन देखा देई पारे। तेबे ताहार सेमिति किछि खराब प्रभाव आपणकर वैवाहिक जीवन उपरे पड़िबो नाही। तो वैवाहिक जीवन मोटामोटी भाबरे देखिबाकू गले आपणकर बहुत भलो रहिबो। एबे आसंतु जानिबा सबुठारु महत्वपूर्ण विषय वस्तु आपणकर भाग्य, क्यारियर एवं व्यापार वाणिज्यर स्थिति किभଳି रहिबो एही फेब्रुआरी 2026 रे। तो बंधु माने कुंडलीर नवम भावटी होइथाय भाग्यर भाव एवं दशम भावटी होइथाय आपणकर क्यारियर भाव। आपणकर नवम भावर अधिपति हेउछंती चंद्रमा, जे कि प्रति 2 दिन रे निजर राशि परिवर्तन करिथांती। तेबे भाग्य एही फेब्रुआरी मासरे आपणकर मजबूत रहिबो, कारण आपणक लग्नर अधिपति मंगल तृतीय भावरे उच्चस्थ अछंती एवं मंगलंकर दृष्टि आपणकर नवम भाव उपरे रहुछि। बुध एवं शुक्रंकर दृष्टि मध्य भाग्य भाव उपरे रहुछि। दुईटी शुभ ग्रहंकर दृष्टि आपणकर भाग्य भाव उपरे रहुछि एवं कोनोसी पाप ग्रहंकर प्रभाव मध्य आपणकर भाग्य स्थान उपरे रहु नाही। तो भाग्य संबंधित आपण जहाँ भी निर्णय नेबा पाई चाहुछंती आपण ताहा नै पारिबे। जदि आपण किछि बड़ डिसिजन नेबा पाई चाहुछंती, किछि बड़ जिनिसर आरंभ करबाकू चाहुछंती, किछि सेल परचेस करबाकू चाहुछंती आ किछि बड़ इन्वेस्टमेंट करबा पाई चाहुछंती, तो आपण ताहा एही फेब्रुआरी मासरे करि पारिबे। आपणकर क्यारियर कथा जदि कहिबा तो आपणकर दशम भावर अधिपति हेउछंती सूर्य। सूर्य आपणक कुंडलीर तृतीय भावरे गोचर करूछंती एवं 13 फेब्रुआरी को सूर्य आपणकर चतुर्थ भाव को चली आसीबे। सूर्यंकर दृष्टि आपणकर दशम भाव उपरे रहिबो, किंतु आपणकर दशम भावरे केतु गोचर करूछंती। केतु हेउछंती पापी ग्रह, मुंडविहीन ग्रह। तो केतु आपणकर दशम भावरे गोचर करबा फଳରେ आपणक मध्यरे निराशा देखा देउछि। आपणकर क्यारियर को नेकी डिसैटिस्फाइड रहुछंती। बेले बेले आपण निजर क्यारियर को नेकी बहुत अधिक चिंताग्रस्त मध्य होई जाउछंती। आपणकर मनरे एक प्रकारर भय, एक प्रकारर शंका देखा देउछि। किंतु 13 फेब्रुआरी परे जेतेबेले सूर्यंकर दृष्टि आपणकर दशम भाव उपरे पड़िबो, तांकर स्वगृह उपरे पड़िबो, सेतेबेले आपणकर क्यारियर रे एक बहुत भलो परिवर्तन देखिबाकू पाइबे। आपणक मध्यरे एनर्जी लेवल बढ़िबो, कॉन्फिडेंस लेवल बढ़िबो।
ଆପଣଙ୍କ ମଧ୍ୟରେ ସାହସ ଏବଂ ପରାକ୍ରମ ବଢ଼ିବ। ଏବଂ ଯଦି ଆପଣ ଟାର୍ଗେଟ୍ ବେସ୍ ଜବ୍ କରୁଛନ୍ତି ତ 13 ଫେବୃଆରୀ ପରେ ଆପଣଙ୍କ ପାଇଁ ସମୟ ବହୁତ ଭଲ ରହିବ। ଏବଂ ଯଦି ଆପଣଙ୍କ ନିକଟରେ ଚାକିରି ନାହିଁ, ଆପଣ ଚାକିରିର ଅନୁସନ୍ଧାନରେ ଅଛନ୍ତି, ତ 13 ଫେବୃଆରୀ ପରେ ଆପଣଙ୍କୁ ଚାକିରି ମିଳିବାର ବହୁତ ଅଧିକ ସମ୍ଭାବନା ରହୁଛି। ତେଣୁ ଆପଣ ନିଜ ତରଫରୁ ଚେଷ୍ଟା ଜାରି ରଖନ୍ତୁ। କାରଣ ସୂର୍ଯ୍ୟଙ୍କର ଦୃଷ୍ଟି ଦଶମ ଭାବ ଉପରେ ରହିବ। ମଙ୍ଗଳ, ଶୁକ୍ର ଏବଂ ବୁଧଙ୍କର ଦୃଷ୍ଟି ମଧ୍ୟ ଆପଣଙ୍କର ଦଶମ ଭାବ ଉପରେ ରହିବ। ତ ଆପଣଙ୍କୁ ଚାକିରି ମିଳିବାର ସମ୍ଭାବନା ଅଧିକ ରହୁଛି। 13 ଫେବୃଆରୀ ପୂର୍ବରୁ ଆପଣଙ୍କର କ୍ୟାରିୟର ଟିକେ ଅପ୍ ଡାଉନ୍ ରହିବ, କିନ୍ତୁ 13 ଫେବୃଆରୀ ପରେ ଆପଣଙ୍କର କ୍ୟାରିୟର ବହୁତ ଭଲ ରହିବ। ଯଦି ଆପଣ ଆପଣଙ୍କର କ୍ୟାରିୟରରେ କିଛି ପରିବର୍ତ୍ତନ ଚାହୁଁଥିଲେ ତ ପରିବର୍ତ୍ତନ ମଧ୍ୟ ଆପଣଙ୍କର ହୋଇପାରେ। ବିଜନେସ୍ କଥା ଯଦି କହିବା ତ ବିଜନେସ୍ ଏହି ଫେବୃଆରୀ ମାସରେ ଆପଣଙ୍କର ବହୁତ ଭଲ ରହିବ। କାରଣ ବୁଧ ଏବଂ ଶୁକ୍ର କେନ୍ଦ୍ରରେ ଗୋଚର କରିବେ। ବିଜନେସ୍ରେ ଆପଣଙ୍କୁ ସୁଖ ପ୍ରାପ୍ତି ହେବ, ଖୁସି ପ୍ରାପ୍ତି ହେବ। ଆପଣଙ୍କୁ ଆପଣଙ୍କର ବିଜନେସ୍ରେ ବେନିଫିଟ୍ ମିଳିବ। ଯଦି ଆପଣ ହୋଟେଲ ଲାଇନରେ କିଛି କାମ କରୁଛନ୍ତି, ଯଦି ଆପଣଙ୍କର ଗେଷ୍ଟ ହାଉସ୍ ଅଛି, କମ୍ପ୍ୟୁଟର ରିଲେଟେଡ୍ କିଛି କାମ କରୁଛନ୍ତି, ଲୁହା ସମ୍ବନ୍ଧିତ ମେସିନ୍ ସମ୍ବନ୍ଧିତ କିଛି କାର୍ଯ୍ୟ କରୁଛନ୍ତି, ଏହିସବୁ କ୍ଷେତ୍ରରେ ଆପଣଙ୍କୁ ଅଧିକ ସଫଳତା ମିଳିବ। ଯଦି ଆପଣ ଡେଲି ଇନକମ୍ ରିଲେଟେଡ୍ କିଛି କାମ କରୁଛନ୍ତି ତ ଆପଣଙ୍କର ଡେଲି ଇନକମ୍ ବଢ଼ିବ। ଏବେ ଆସନ୍ତୁ ଜାଣିବା କିଛି ଉପାୟ ବିଷୟରେ, ଯେଉଁ ଉପାୟ ଗୁଡ଼ିକ କରିବା ଦ୍ୱାରା ଆପଣଙ୍କୁ ଅଧିକ ମାତ୍ରାରେ ଶୁଭ ଫଳ ପ୍ରାପ୍ତି ହେବ। ତ ସେଥିପାଇଁ ଆପଣ ପ୍ରତ୍ୟେକ ଦିନ ହନୁମାନ ଚାଳିଶାର ପାଠ କରନ୍ତୁ। ପ୍ରତ୍ୟେକ ଦିନ ସୂର୍ଯ୍ୟାସ୍ତ ପରେ ଆପଣ ଚନ୍ଦ୍ରମାଙ୍କର ବୀଜ ମନ୍ତ୍ର 108 ଥର ଜପ କରନ୍ତୁ ଏବଂ ପ୍ରତ୍ୟେକ ଦିନ ଉଦିତ ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳାର୍ଘ୍ୟ ଅର୍ପଣ କରନ୍ତୁ। ଆପଣଙ୍କୁ ନିଶ୍ଚିତ ଭାବରେ ଅଧିକ ମାତ୍ରାରେ ଶୁଭ ଫଳ ପ୍ରାପ୍ତି ହେବ। ତ ବନ୍ଧୁମାନେ, ଆପଣଙ୍କର ଜୀବନ ମଙ୍ଗଳମୟ ହେଉ, ଏହା ହିଁ ଈଶ୍ୱରଙ୍କ ନିକଟରେ ମୋର ପ୍ରାର୍ଥନା। ଧନ୍ୟବାଦ।